କ୍ୟାବିନ୍ ଉଚ୍ଛେଦ ପ୍ରତିବାଦରେ ଖୋର୍ଦ୍ଧା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଖୋର୍ଦ୍ଧା ସହରରେ କ୍ୟାବିନ୍ ଉଚ୍ଛେଦ ପ୍ରତିବାଦରେ ଖୋର୍ଦ୍ଧା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏବଂ ରାଜୀବଙ୍କ ସମେତ କଂଗ୍ରେସ ବିଧାୟକ ପ୍ରାର୍ଥିନୀ ସୋନାଲି ସାହୁ, ବେଗୁନିଆ କଂଗ୍ରେସ ବିଧାୟକ ପ୍ରାର୍ଥୀ ପୃଥିବୀ ବଲ୍ଲଭ ପଟ୍ଟନାୟକ, ଜଟଣୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥିନୀ ସାଗରିକା ପଟ୍ଟନାୟକ ଓ ଆଇନଜୀବୀ ତଥା କଂଗ୍ରେସ ନେତା ଶିଶିର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଖୋର୍ଦ୍ଧା ସହରର କ୍ୟାବିନ୍ ଉଚ୍ଛେଦ ଓ ଅନିୟମିତତାକୁ ପ୍ରତିବାଦ କରି ସରକାର ଓ ପ୍ରଶାସନ ଉପରେ ବର୍ଷିବା ଦେଖିବାକୁ ମିଳିଥିଲା। ବ୍ୟବସାୟୀଙ୍କୁ ହାବେଳିଠାରେ ଥଇଥାନ କରିବାକୁ ଭରସା ଦେଇ ଦୀର୍ଘ ଦିନ ଧରି ଭୁଆଁ ବୁଲାଇବା ପରେ ଜିଲ୍ଲା ପ୍ରଶାସନ ମନଇଚ୍ଛା ଭେଣ୍ଡିଂ ଜୋନ୍କୁ ସ୍ଥାନାନ୍ତରିତ କରିବା ଏବଂ ମନଇଚ୍ଛା କମିଟି ପ୍ରସ୍ତୁତ କରିବା ସମ୍ପୂର୍ଣ୍ଣ ଅନିୟମିତତା ବୋଲି ପ୍ରକାଶ କରିଛନ୍ତି। ପୌର ପରିଷଦ ବ୍ୟବସାୟୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଥଇଥାନ ପ୍ରଥମେ କରନ୍ତୁ ଏବଂ ପରବର୍ତ୍ତୀ ସମୟରେ କ୍ୟାବିନ୍ଗୁଡ଼ିକ ଉଚ୍ଛେଦ କରିବା ପାଇଁ ଆସନ୍ତୁ। ଏଥିରେ ଯଦି ପ୍ରଶାସନ ବ୍ୟତିକ୍ରମ କରନ୍ତି ତେବେ ଆମେ ବ୍ୟବସାୟୀମାନଙ୍କ ସପକ୍ଷରେ ଛିଡ଼ା ହୋଇ ପ୍ରତିବାଦ କରିବା ସହ ବ୍ୟବସାୟୀଙ୍କ ଭଲମନ୍ଦରେ ପ୍ରତି କ୍ଷେତ୍ରରେ ଅଛୁ ଏବଂ ଏହାର ଉଚିତ ବିଚାର ନ ହେଲେ ଏହି ଆନ୍ଦୋଳନରେ ଆମେ ବ୍ୟବସାୟୀଙ୍କ ସହିତ ରହିଛୁ ଏବଂ ରହିବୁ। ଖୋର୍ଦ୍ଧା ସହରରେ 1200 କ୍ୟାବିନ୍ ମଧ୍ୟରୁ କେବଳ 166 ଜଣଙ୍କୁ ଦୋକାନ ଘର ଦିଆଯାଇଥିବା ବେଳେ ଅନ୍ୟମାନଙ୍କ କଥା ଅତି ଶୀଘ୍ର ବୁଝା ହେବ ବୋଲି ପ୍ରଶାସନ କହିବାରୁ ବ୍ୟବସାୟ ମହାସଂଘ ଏହାକୁ ବିରୋଧ କରିଛି ଏବଂ ଅଚାନକ ମନଇଚ୍ଛା 166ଟି କ୍ୟାବିନ୍ ବଣ୍ଟନ କରି କ୍ୟାବିନ୍ ଛାଡ଼ିବା ପାଇଁ ନୋଟିସ୍ ଜାରି କରିବା ସହିତ ଏହି 10 ତାରିଖ ଦିନ କ୍ୟାବିନ୍ ଉଚ୍ଛେଦ ପାଇଁ ପ୍ରସ୍ତୁତ ହୋଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ଉଚ୍ଛେଦ ଦିନ ସମସ୍ତ ବ୍ୟବସାୟୀ ନିଜ ପରିବାର ସହ ରାସ୍ତା ଉପରେ ବସି ଆନ୍ଦୋଳନ କରିବାର ଦେଖିବାକୁ ମିଳିଥିଲା। ଖୋର୍ଦ୍ଧାରୁ ସୈୟଦ ଅନସର ଅଲିଙ୍କ ରିପୋର୍ଟ, ସଠିକ୍ ଖବର। ଏବଂ ମହାସଂଘ ଯାହା ନିଷ୍ପତ୍ତି ନେବେ ତାଙ୍କ ନିଷ୍ପତ୍ତି କ୍ରମେ ଆମେ କାର୍ଯ୍ୟକୁ ଆଗକୁ ବଢ଼େଇବୁ। ଯେଉଁ କଥା ମୋର ବଡ଼ ଭାଇ କହିଲେ ସେ କଥା ମଧ୍ୟ ମୋର ବା ସେ କଥାରେ ମଧ୍ୟ ମୋର ସହମତି ରହିଛି। ଏହା କଂଗ୍ରେସ ଦଳ ତରଫରୁ ହିଁ କୁହାଯାଇଛି ଯେ ପ୍ରଥମେ ଥଇଥାନ କରନ୍ତୁ, ତାପରେ କେବଳ ବାଛବିଚାର କଲେ ହେବ ନାହିଁ 166 540 ଏମିତି ନୁହେଁ। ସମସ୍ତ ଦୋକାନୀ ଭାଇ ଭଉଣୀ ଯେଉଁମାନେ ଅଛନ୍ତି କ୍ୟାବିନ୍ ପକାଇଛନ୍ତି 1200 ଦୋକାନୀକୁ ପ୍ରଥମେ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଲିଖିତ ଭାବରେ ଦିଆଯାଉ, ତାପରେ ସେମାନଙ୍କର ଉଚ୍ଛେଦ କରାଯାଉ। ସେଦିନ ଆପଣ କହିଥିଲେ ଯେ ଆମେ କଂଗ୍ରେସ ଦଳ ତରଫରୁ বা বিজেডি দল তরফରୁ ଆମେ ବିରୋଧୀ ଦଳର ରାଜ୍ୟସ୍ତରୀୟ ନେତାଙ୍କୁ ଯଦି ଖୋର୍ଦ୍ଧା ଭୁବନେଶ୍ୱର ପାଖାପାଖି ସେଠି ଆମେ ତାକୁ ଭେଟିବା ପାଇଁ ଗୋଟେ କମିଟି କରାଯାଉ। ଦେଖନ୍ତୁ ଯେହେତୁ ବିଧାନସଭା ସେ ସମୟରେ ଚାଲିଥିଲା ସେଥିପାଇଁ ଆମେ ପ୍ରସ୍ତାବ ଦେଇଥିଲୁ, କିନ୍ତୁ ଅପାରଗ ସରକାର ବିଧାନସଭା କାଲି 20 ଦିନ ପୂର୍ବରୁ ବନ୍ଦ କରିଛି। ଏଇଟା ଆମର ତ୍ରୁଟି ନୁହେଁ, ଏଇଟା ସରକାରଙ୍କର ତ୍ରୁଟି। ତା ଅର୍ଥ ନୁହେଁ ଯେ ଆମେ ଭେଟିବୁ ନାହିଁ। ଆମେ ସେଥିପାଇଁ ଗୋଟେ କମିଟି ମଧ୍ୟ କରିଛୁ, ସେ ପ୍ରସ୍ତାବ ମଧ୍ୟ ଦେଇଥିଲି। ପ୍ରସ୍ତାବକୁ ନେଇକରି କମିଟି ଗଠନ କରାଯାଇଛି ଏବଂ କମିଟି ମଧ୍ୟ ଯାଇକି ମୁଖ୍ୟ ବିରୋଧୀ ଦଳ ନେତା ଯେ ନବୀନ ପଟ୍ଟନାୟକ ଅଛନ୍ତି ତାଙ୍କୁ ମଧ୍ୟ ଭେଟିବେ ଏବଂ ଆମ ଦଳର ଯିଏ ନେତା ଅଛନ୍ତି ରାମଚନ୍ଦ୍ର କାଡ଼ାମଜୀଙ୍କୁ ମଧ୍ୟ ଭେଟିକି ଏ ବିଷୟରେ ଅବଗତ କରାଇବେ। ଏ କଥା ଏଇଠି ସରୁନାହିଁ। ତେଣୁକରି ଦଳ ଯଦି ନିଷ୍ପତ୍ତି କରିବ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ତେବେ ମଧ୍ୟ ଆମେ ତାକୁ ସମର୍ଥନ କରିବୁ। ଦଳ ଯଦି ନିଷ୍ପତ୍ତି କରିବ ଯେଉଁ ହାବେଳି ପଡ଼ିଆରେ ତାଙ୍କୁ ଦୋକାନ ଦେବା ପାଇଁ କୁହାଯାଇଥିଲା ଜୋର ଜବରଦସ୍ତି ବସିବେ ତେବେ ମଧ୍ୟ ଆମେ ସମର୍ଥନ କରିବୁ। ତେଣୁକରି ସଂଘ ମହାସଂଘର ନିଷ୍ପତ୍ତି ଏବଂ ସେମାନଙ୍କର ଯେହେତୁ ଜୀବନ ଆଉ ଜୀବିକାର କଥା ସେମାନଙ୍କ ନିଷ୍ପତ୍ତି କ୍ରମେ ଆମେ ସହଯୋଗ କରିବୁ। ଏ ଆନ୍ଦୋଳନ ହେଉଛି ବ୍ୟବସାୟୀମାନଙ୍କର କ୍ୟାବିନ୍ ଯେଉଁମାନେ ପକାଇଛନ୍ତି ବା ଦୋକାନୀମାନଙ୍କର ଆନ୍ଦୋଳନ, ଆମେ ତାଙ୍କର ସହଯୋଗୀ ହେବୁ। ପ୍ରତ୍ୟେକ ରାଜନୈତିକ ଦଳ ସହଯୋଗୀ ହିଁ ହେଇଥାଏ। ସହରରେ ଯେଉଁ କ୍ୟାବିନ୍ ବ୍ୟବସାୟୀକୁ ନେଇ ଯେଉଁ ଦୀର୍ଘ ଦିନ ଧରି ପ୍ରଶାସନ ଏବଂ ଆମର ଦୋକାନୀ ଭାଇମାନଙ୍କ ତୀବ୍ରତା ଚାଲିଛି, ତାଙ୍କୁ ଉଚ୍ଛେଦକୁ ନେଇ ଯେଉଁ ଦୋକାନୀ ମହାସଂଘ ଯେଉଁ ସଂଘମାନେ ଯେଉଁ ବିରୋଧ ପ୍ରଦର୍ଶନ କରିଛନ୍ତି, ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆମର ଯେଉଁ ପ୍ରେସ୍ ବାର୍ତ୍ତା ଥିଲା এইথিপাই ଥିଲା যে ଆମେ ଦୋକାନୀ ସଂଘ ଏବଂ ମହାସଂଘଙ୍କୁ ସମ୍ପୂର୍ଣ୍ଣ ରୂପେ କଂଗ୍ରେସ ଦଳ ତରଫରୁ ଆମର ସମର୍ଥନ ଜଣାଉଛୁ। ତାଙ୍କର ଦାବି ପୂରଣ ନ ହେଲା ଯାଏ କଂଗ୍ରେସ ଦଳ ତରଫରୁ ଆମ ଜିଲ୍ଲା ନେତୃତ୍ୱମାନେ ସମସ୍ତେ ମିଶି ଆମେ ତାଙ୍କ ସାଙ୍ଗରେ ସମର୍ଥନରେ ବି ଅଛୁ ଏବଂ ଦରକାର ପଡ଼ିଲେ ଯେଉଁ ଆନ୍ଦୋଳନାତ୍ମକ ପରିସ୍ଥିତି ଆଗକୁ ମଧ୍ୟ ଆସିବ କଂଗ୍ରେସ ଦଳ ତରଫରୁ ଆମର ସମସ୍ତ ନେତୃମଣ୍ଡଳୀ ମଧ୍ୟ ସେହି ଆନ୍ଦୋଳନରେ ଆମେ ସାମିଲ ହେବୁ। ଆପଣ ଜାଣିଥିବେ ଯେ ଖୋର୍ଦ୍ଧାର ସୌନ୍ଦର୍ଯ୍ୟକରଣ ଏବଂ ଖୋର୍ଦ୍ଧାର ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛି
आमे मध्य ताको समर्थन जनाऊँ खोर्धार सौंदर्यीकरण हवा आवश्यक खोर्धार ट्राफिक समस्या दूर हवा आवश्यक किंतु कांग्रेस पार्टी तरफ अनुरोध करी प्रशासन पाखे जे जो 1200 दोकानी भाई माने आमर अछंती तांको सहित भलरे कथबार्ता हुंतु तांको भरोसा जितंतु तांको संपूर्ण रूपे समस्त को एक जगार थैथान कला परे ये उच्छेद प्रक्रिया आरंभ करते कहीं ना विगत दिन मध्य आम समस्ते देखीचे जे 20 वर्ष तले 3000 टंका लाखा निया जाइथला हावेली पड़िया रे सेमानकु दुकान घर दिया जाय थैथान करा जिवो जदि 20 वर्ष तले दिया जाइथिबा पैसा एवं सेही निष्पत्ति आज लागू होई पारु नाही आज ये प्रशासन जो ईओ मैडम कहउछथि जे आमे 166 जन को प्रथमे थैथान करिवु ता परवर्ती अवस्था रे समस्त को ये करिवु ता ऊपर कहार भरोसा नहीं कांग्रेस पार्टी तरफ मु दाबी रखिबी जे जो दोकानी भाई माननकु एठू उच्छेद करी अलगा जगह रे थैथान करिवा पाई से माने चिंता करिसंती जो भली भाव में पुरी जगन्नाथ मंदिर एवं भुवनेश्वर लिंगराज मंदिर आसपास जो उठा दोकानी माने दुकान देइथिले सेमानकु जो भली भाव में सरकार तांकर क्षतिपूरण तांकर जो कंपेनसेशन देई तांकु कॉन्फिडेंस रे नहीं तांकु उच्छेद करी थैथान कला सेही लागू करा जाऊ खोर्धारे जो व्यवसायी माने एठू दुकान उठे कि अलगा एक जगह को जिबे 3-4 मास से भल बेपार हम बोली सी भी जानी ना आमे भी जानी बेपार से हिसाब से हम ना गोटे छोट बेपारी तार घर हॉस्पिटल केस टू आरंभ करी पिलार पाठपढ़ा टू आरंभ करी संपूर्ण रूप से निर्भर करे तार प्रतिदिन बेपार उपर जदि से 200-300 टका 500 टका रोजगार करूला से तार बैंक लोन टे भी सुझुला जिते बड़े दुकान आउ अन्यत्र एक जगह को जीव तार से बेपार हम बोली किसी ग्यारंटी नहीं 6 मास से तेणु एक अमाउंट ये भाव में सरकार तरफ कैलकुलेशन करा जाऊ दोकानी बंधु मान सहित कथबार्ता करा जाई ताको पई कंपेनसेशन रो व्यवस्था मध्य करा जाऊ एवं संपूर्ण 1200 दोकानी को सरकार आगे कलेक्टर लेवल रे एक कमिटी करी कलेक्टर लिखित ये आसू जे यही दोकानी मानू आम यही जगह देलु एतिक स्क्वायर फुट जगह देलु एतिक दिन भितर दुकान घर करके दबु सेतिक दिन तांको समय दिया जाऊ दुकान सरकार जदि चाहिए 6 मास भितर 1200 दोकानी दुकान घर कर दबा कौन बड़ कथा नुहे मानसिकतार आवश्यकता जदि सरकार सतरे खोर्धार सौंदर्यीकरण चाहूँगी सतरे ट्राफिक समस्या दूर करने को चाहूँगी जड़े खोर्धार नागरिक हिसाब से मु सरकार पाखे दाबी रखी आपण सौंदर्यीकरण भी करूँ आपण ट्राफिक समस्या भी दूर करूँ किंतु मोर 1200 भाई जो माने दुकान घर देइछन्ते परिवार को सुरक्षित रखी खोर्धार सौंदर्यीकरण करूँ एवं ट्राफिक समस्या दूर करूँ। धन्यवाद।